এটা ফুলিনি রাউর ফুল এটা ফুলিছে ইঞ্জেকশনটা ଭଲ বটিকা দিও না আপু ইনজেকশন দেই দিও। হ্যালো হাই ସାଙ୍ଗମାନ ଜୟ ଜଗନ୍ନାଥ। ସାଙ୍ଗମାନେ ଏବେ ଗାଧେଇନା ପଳେଇ ଆସିଲି, ଥଣ୍ଡା ଟିକେ ହେଇଯାଇଛି। ଯାଇଥିଲି ଅନୁଗୁଳ ଯାଇଥିଲି, ଏବେ ଆସୁଛି ହୋଣ୍ଡା ସୋରୁମ୍ ଯାଇଥିଲି। ଚଗଲାର ଗାଡ଼ି ଆଜି ସର୍ଭିସିଂ ଥିଲା ତ ହେଇପାରିଲାନି। ଫାଷ୍ଟ ସର୍ଭିସିଂଟା ଡେଟ୍ ପଳେଇଛି ତ ମନା କରିଦେଲା, ଚାର୍ଜ ସରିଯିବ ବୋଲି ସେଥିପାଇଁ ଫେରି ଆସିଲୁ। ଆଉ ଏବେ ଏଠି ଗାଧେଇନା ଆସୁଛି ସାଙ୍ଗମାନେ। ଏବେ ଖାଇବା। ରାହୁଲ ଆମର ଖାଇ ଖୁଆ ସାରିଲାନି। ରାହୁଲ ଖାଇଛି ନା ଖାଇସାରିଲାନି ପୁଅ। ଖାଇସାରିଲାନି। ଆଜି କ'ଣ ଏତେ ଆଇଟମ୍? ତ ଏବେ ଖାଇବା ସାଙ୍ଗମାନେ। ଖାଇକି ଡାଲି ହେଇନି ଖାଇବା। ଭୋକ ହେଲାନି, ମୁଁ ସକାଳୁ କିଛି ଖାଇନି, ଖାଲି ଦହିବରା ବାଟରେ ଖାଇଥିଲି ଆସିଲା ଟାଇମ୍ରେ ରାସ୍ତାରେ। କ'ଣ କହିଲେ? ଲେମ୍ବୁ ଆଣେ ଲେମ୍ବୁ ଆଣେ। ଆରେ 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 ଏରା ଆଉ ଟିକେ ଭାଜି ଥାନ୍ତା, ତେଲ ଟିକେ ପକେଇନି। ତେଲ କମିଗଲା ନା ପଡ଼ିଛି? ଆଉ ଟିକେ କଡ଼କ କଲୁ। এইটা দিও। ସେଇ যে ଗୋଟେ ଆଇଟମ୍ ଆଉ ଲେମ୍ବୁ ପିଆଜ କାକୁଡ଼ି ଦିଅ। ଦଉଛି ସାଲାଡ଼ କର ନାଇଁ ଥାଉ। ସାଲାଡ଼ ବାଟେ ହବ ନାହାନ୍ତି ଆଜି। ରାହୁଲ ସାଲାଡ଼ଟା ଖାଏ, ତାର ବେଶୀ ପସନ୍ଦ ସାଙ୍ଗମାନେ। ଛୁରୀଟା ମୋର ସାଙ୍ଗମାନେ ଇଏ ଦେଇଗଲା ଧନ୍ୟବାଦ। ସୋୟାବିନ୍ ମୋର ଭାଇ ଭାରି ଫେଭରାଇଟ୍। ଆଉ ତାପରେ ଏବେ ଖାଇବା। ଭୋକ ହେଲାନି, ଖାଇକି ରାହୁଲ ସାଇକେଲ ଟିକେ ଠିକ୍ କରିବାର ଅଛି। ରାହୁଲ କୁଆଡ଼େ ଗଲା? କୁଆଡ଼େ? ଆରେ ତଳକୁ ଗଲା। ତଳକୁ ଯାଇଛି? ତା ସାଇକେଲ ଅଛି ଏଡ଼େ। ସାଇକେଲ ଆଜି ଯିବ ଠିକ୍ କରିବା ପାଇଁ କହୁଥିଲା। ତଳ ସାଇକେଲ ନେବ। ଦୁଇଟା ସାଇକେଲ କିଣିଦେଇଛି ସାଙ୍ଗମାନେ, କିନ୍ତୁ ଦୁଇଟା ପୁରା କବାଡ଼ିଆ କରିଦେଇଛି। ପୁରା ନୂଆ ସାଇକେଲ ଗୁଡ଼ା। ଏଇଟା କ'ଣ? ଛୁରୀଟା ଏଇଠି ଇଏ ଥିଲା, ଦେଖେଇ ପଡ଼େ। ଲେମ୍ବୁ ଆସିଗଲା। ପେଷ୍ଟ ଦିଅ, କଞ୍ଚା ଲଙ୍କା ଟିକେ ଆଉ କାକୁଡ଼ି ଟିକେ। ଖାଇବା ସାଙ୍ଗମାନେ। ଛୁଇଁ ଭଜା। ଏଇଟା କ'ଣ ଇଏ ଦେଇଛୁ କି ମସଲା? ମସଲା ସୋରିଷ ମିଠା ଲାଗୁଛି। ଅରେ ମିଠା ଲାଗୁଛି। ଖାଇବା ନା ଖାଇବା। ଭୋକ କଲାଣି ସାଙ୍ଗମାନେ। କଲେଜ କାଲି ସୁଧା ମୋବାଇଲ ରେ ନବ ସିଧା। ଆଉ କ'ଣ କରିବୁ? ତୁ ତାକୁ ଶେଷ କରୁଛୁ। ମୁଁ ଶେଷ କରୁଛି। କେତେ ଟଙ୍କା ଖାଇଲୁ? କ'ଣ ଖାଇଲୁ? ବିସ୍କୁଟ? ସାଇକେଲ କାହିଁ ଠିକ୍ କଲୁ? ସପ୍ତାହ କେତେ ଦିନ ଚାଲିଯିବୁ କଲେଜ? ସପ୍ତାହ ଯାକ ଯିବୁ, 5 ଦିନ ଯାଅ, 7 ଦିନ ଯାଅ। ସପ୍ତାହକୁ 7 ଦିନ। ଆଉ ରବିବାର କୁଆଡ଼େ ଯିବୁ? ରବିବାର ଛୁଟି। 6 ଦିନ 7 ଦିନ। ତୁ ମାସକୁ 26ଟା ଯା କଲେଜ। ମାସକୁ 26ଟା କଲେଜ ଯିବୁନି? ତା ଇଚ୍ଛା ମାନେ ତା ଇଚ୍ଛା କ'ଣ? ଯିବା ପଡ଼ିବ ନା ଆଉ। ଏମାନେ ଭାବୁଛି ସାଙ୍ଗମାନେ କ'ଣ କି ଖାଲି 10ମ ପାସ୍ ହେଇଗଲେ, 10ମ ପାସ୍ ହେଇଗଲେ ଆମର ହେଇଗଲା ଆଉ। ନା ରାହୁଲ? ନାଇଁ, 10ମ ପାସ୍ ହେଇଗଲେ ପୁରା ଫ୍ରି ଆଉ। ନାଇଁ ରେ, କ'ଣ କହୁଛୁ? 10ମ ପାସ୍ ହେଇଗଲେ ପୁରା ଫ୍ରି ହେବ ଆଉ। ମାନେ ସେମାନେ ଭାବୁଛନ୍ତି ଆଉ ବାପା କିଛି କହିବେନି। ଆମ ଇଚ୍ଛାରେ ଯିବୁ, ଇଚ୍ଛାରେ ଆସିବୁ, ଯାହା କରିବୁ ସବୁ ଆମ ଇଚ୍ଛା ଆଉ। ନାଇଁ ଉପରକୁ ଯିବା। ଉପର ପଡ଼ିଆ ତମ ଧାව ଦଉଛି। ବୁଝୁ ଉପରକୁ ଥଣ୍ଡା ଜ୍ୱର ହବ। କାହାର ଥଣ୍ଡା ଜ୍ୱର ହଉ? ସେ ଜାଣିବ ଥଣ୍ଡା ଜ୍ୱର ହେଲେ କଥା ମାନୁ କଲେ ଗରମ ଲାଗୁଛି ସାମାନ, ମୁଣ୍ଡ ଖରାପ ହେଇଯିବ। ଆସ ଆସ। କ'ଣଟା ନେଇନି? ନେଇ ଆସେ। ଯାହା ହଉ ସାମାନ 2 ଦିନ ହେଲା ଭଲ ହେଉଛି। ଖରା ହେଉଛି, ଏଇଟା ଟିକେ ଖୁସି ଲାଗୁଛି, ମସ୍ତ ଲାଗୁଛି।
ଖରାଟା ହେଉଛି ଭଲ ଲାଗୁଛି ନା ଡ୍ୟୁଟି ଫ୍ୟୁଟି ଆରମ୍ଭ ହେଇଯିବ ଏଇ ଭିତରେ ସାଙ୍ଗମାନେ କାହିଁକିନା ବର୍ଷାଟା ବି ତ ବନ୍ଦ ଥିଲା ବହୁତ ଦିନାନି ତ ବହୁତ ହଇରାଣ କ'ଣ କରିବା ମେଡ଼ିକାଲ ଯିବ ମେଡ଼ିକାଲ ନା ହଁ କ'ଣ ପାଇଁ ମେଡ଼ିକାଲ ଯିବିନି। ଏଇଟା ସେମାନେ ଦେଖନ୍ତୁ କିନ୍ତୁ ଫୁଲିଛି ହେଲା ମାନେ ଏଇଠି ଲୋକ ଏଇଟା ଦେଖନ୍ତୁ ଫୁଲି ଆର ହାତରେ ଦେଖିଲି ଏଇଟା ଫୁଲିନି ହେଲା ଏଇଟା ଆହୁରି ଫୁଲ ଏଇଟା ଫୁଲିଛି ଏଇଟା କ'ଣ କାମୁଡ଼ିଲା ଆକ୍ଚୁଆଲି ଅନ୍ଧାର ପୋକଡ଼େ କଳା ଆଠି ଛୋଟ ପୋକଡ଼େ ହଁ କାମୁଡ଼ିଦେଲା ବାସନ ମାଜୁଦେଲେ ତ କହୁଛି ମେଡ଼ିକାଲ ପଳେଇବା କିଛି ଧଳ ଟିକେ ଫଳି ଯାଇଥିଲା ଆରେ ହେଇନି ଯେ ମେଡ଼ିକାଲ ଟିକେ ଦେଖେଇଦେଲେ ତାପରେ ଏଇ ଯୋଉ 2 ଘଣ୍ଟା ହେଲାନି ଫୁଲିଗଲା ମେଡ଼ିକାଲ ଟିକେ ଦେଖେଇଦେଲେ ଭଲ ନା ଆଉ ବିନ୍ଧିଲା ଜନ୍ତା ଟାଇପର ପୋକଡ଼ା ମାନେ ତୋର ଯେତେ ବିଶ୍ୱାସ ହେଲେ ବି ତୁ କେତେବେଳେ କହୁନି ଯେ ମେଡ଼ିକାଲ ଯିବା ବୋଲି ଇଏ ସାମାନ ଗୋଟେ ଲୋକ ମାନେ କେତେବେଳେ କହୁଛି ଟିକେ ଚାଲ ଆଉ ମେଡ଼ିକାଲ ଟିକେ ଯିବା ବୋଲି ସେ କେତେବେଳେ କହିବନି ମୁଁ ଯାଇଥିଲି ଅନୁଗୁଳ ଯାଇଥିଲି ହେଲା ଅନୁଗୁଳରୁ ଆସିଲା ପରେ ମୋତେ କହିଲା ଯେ ଏମିତି ଏମିତି ଏଇଟା ଫୁଲିଛି ତାପରେ ମୁଁ କହିଲି ଘିଚାଉଚି କରୁଛି କ'ଣ କହିଲା ନା ଟିକେ ଟିକେ ଘିଚାଉଚି କରୁଛି ବେଳେବେଳେ କହୁଛି ଘିଚାଉଚି କରୁନି ଯେତେବେଳେ ମେଡ଼ିକାଲ ଯିବା କଥା କହୁଛି ମୁଇଁ ସେତେବେଳେ କହୁଛି ଘିଚାଉଚି କରୁନି ଯେତେବେଳେ ମେଡ଼ିକାଲ ଯିବା କଥା ମାନେ କିଛି କହୁନି ମୁଇଁ ସେତେବେଳେ ସେ କହୁଛି ଘିଚାଉଚି କରୁଛି ୟାର ଗୋଟେ ପାର୍ଟ ଧରିଛି ଆଉ ଭଲ ହେଇଯିବ ଏଇଟା ପୋକଡ଼େ କାମୁଡ଼ି ଦେଇଛି ଆରେ ଭଲ ହେଇଯିବ ଯେ ତୁ ଜାଣିଲି କିନ୍ତୁ ଭଲ ହେଇଯିବନି ବିଷାକ୍ତ ପୋକଡ଼ା ହେଇଯିବ ନା ଏଇଟା 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 ନୁହଁ ତ ନା ନା ଆଉ କୋଉଠି କାମୁଛି ଏଇଟା 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 ଫୁଲି ଯାଇଛି ପିଢ଼ା ହେଇଛି ହଁ ଟିକେ ପିଡ଼ା ଅଛି ହେଁ ସବୁଆଡ଼େ ପିଢ଼ା ହେଇଛି ନା ଖାଲି ପିଢ଼ା ହେଇଛି ନା ମ ଏଇଟା କ'ଣ ଗୋଟେ କାମୁଡ଼ି ଦିଅ ମୁଁ ଦେଖିଛି ମାନେ ଅନ୍ଧାର ଟିକେ ଥିଲା ତ ପୋକଡ଼ା ଦେଖିଛୁ କଳାଟା ବାସନ ଦେଖିଛୁ ମାଜୁଥିଲି ସାହା ଯୋଉ ଏମିତି ଗେଞ୍ଜି ଦେଲା ଯେମିତି ମୁଁ କହିଲି କ'ଣ ସାହା ପିନ୍ଧିଲା ତାପରେ ନାଇଁ ଟିକେ ଫଳିଗଲା ଗୋଟେ ପୋକ କାମୁଡ଼ିଲେ ପିନ୍ଧେ ହେଲା ଟିକେ ଫଳିଗଲା ତାପରେ ଯୋଉ ଆମେ ଦେଖିନେବି ତାପରେ ରୋଷେଇ ସରିଲା ଯୋଉ ଉପରକୁ ଆସିଲି ଏମିତି କ'ଣ ଫଳି ସାରିଲାନି ଏଠି ରାହୁଲ କେତେ ଟଙ୍କା ନେଲା ଜାଣିନି ଜାଣିନୁ ଗଲା ମୁଁ ପଇସା ଧରିଛି ମା ଦେଇଛୁ ବୋଲି ପଲଙ୍କ ତଳେ ଥିଲା ହ୍ୟାଲୋ ତାର ପୁଣି ସାଙ୍ଘାତି ଅଛନ୍ତି ନା ପିଲାମାନେ ବଡ଼ ହେଇଗଲେଣି ସାଙ୍ଗମାନେ ତ ପିଲାମାନେ ବଡ଼ ହେଇଗଲେଣି ମାନେ ତାକୁ ସେମାନଙ୍କୁ ସାଙ୍ଘାତି ଆସୁଛି ଆଗ ଆମେ ପଢ଼ିବା ଟାଇମ୍ରେ ଅଲଗା ଥିଲା ଏବେ ଅଲଗା ସେତେବେଳେ ଟଙ୍କାଟେ 8 ଆଣା ମିକ୍ସଚର ଏତେ ମିଳୁଥିଲା ଆଉ ଏବେ ମିନିମମ୍ 10 ଟଙ୍କା 20 ଟଙ୍କା 10 ଟଙ୍କା ଏମିତି ଚାଲିଛି ଆଉ ତାପରେ ଆଉ ମନୀଷା ବି ନାହିଁ ମନୀଷା ବି ଥିଲେ ସେ ଆହୁରି ପୁରା ନିଆଁ କରିଥାନ୍ତା ପ୍ରାୟ ତାର ଗୋଟେ ଜିଦ୍ଦି ମନୀଷାର ହେଲା ମୁଁ ନନା ନେଇଛି ମାନେ ମୁଁ ନେବି ନା ମନୀଷାର ସେ ଯୋଉ ପଇସା ଦେଇଥିଲା ମାନେ ବେଶୀ ତା ପାଖରେ ଥିବ ସେ ରଖିଦେବ ଆଉ ତାପରେ ତାର ଗୋଟେ ଇଏ ନାହିଁ ସେମାନେ ଏତେ 100 ଟଙ୍କା ଦେଇଯିବ 100 ଟଙ୍କା ଖାଇଦେବି ସେଟା ନାହିଁ ରାହୁଲରେ 100 ଟଙ୍କା ଦେଲେ ଖାଇଦବ 100 ଟଙ୍କା ଖାଇଦେବ ବାପା ତ ଦେଇଛନ୍ତି ଖାଇଦେବ ଝିଅର ହେଲେ ନାହିଁ ଝିଅର ତାର ସିଏ ରଖିଛି ତଥାପି ଧର ମୋର କେତେବେଳେ ରାହୁଲ ପଇସା ଥିବ ମାଗିବି ଦେବନି କହିବ ବାପା ନାହିଁ ସେ ତ ନୁଚେଇ ଦେବ ଏମିତି ତୁମେ ପାଇବନି ଆଉ ଯଦି ମନୀଷାର ଯଦି 100-200 ଟଙ୍କା ଥିବ କେତେବେଳେ ଘର ଅସୁବିଧା ହେଇଥିବ ସେ କହିବ ଯେ ନାହିଁ ବାପା ନିଅ ନେଲେ ମୋତେ ପୁଣି ପରେ ଦେବ ମନୀଷାର ଏଇଟା ଗୋଟେ ତାର ଭଲ ବୁଦ୍ଧି ହେଲା ସେ ଫେଲେ ନିଏନି ନା ସେ ନେବନି ସେ ଘରୁ ନେବନି ସେ ଯେତେବେଳେ ନେବ ମାଗିନା ନେବ ତାର 5ଟା ଟଙ୍କା ହେଲେ ଭାଇ ସିଏ ବାହାଘର ନା 5-10 ଏବେ ଟିକେ ହେଲାନି ଏବେ ବଡ଼ ହେଇଗଲାଣି ନା କିନ୍ତୁ 5 ଟଙ୍କାଟା କମ୍ପଲସରୀ 500 ଟଙ୍କା କିନ୍ତୁ ସିଏ ନେବାଟା ନେବ ଆଉ ରାହୁଲ ଏବେ ତ ଡାଇରେକ୍ଟ 20 ଆଜି ତ ଆଗ ମାଗୁଥିଲା 5ରୁ ଏବେ ହେଲା 10ରୁ କଲେଜ ଯିବ ନା କଲେଜ ଯିବ ଏବେ କହିଲାନି 20 ଟଙ୍କା ମାନେ କଲେଜ ଯିବା ଛାଡ଼ି କଲେଜ ଗଲେ ଗଲା 50 ଟଙ୍କା ନେଇକି ମୋର ଡେଲି 50 ଟଙ୍କା ଦରକାର ପର୍ ଡେ 50 ରୁପିସ୍ ମୁଁ ତ ଏବେ କହୁଛି କ'ଣ କରିବା ହଁ ବା ରିଗିରିଆ ନେଉଛି ପୁଅ କି ପୁଅ କାହାକୁ
ହେଁ କହୁନୁ କଲମ ତଳୁ ନେଲା ବୋଧେ କଣ ମତେ କହୁଥିଲା। କୁକୁଡ଼ା କାମୁଡ଼ି ଚାଲି ଜମା ଭଲ ଲାଗୁନି। ହାତ ଖିଚୁଛି ମୁଁ କହୁଛି ଚା ମେଡ଼ିକାଲ ଯିବା ହେଲା, ଆମ କଥା ମାନେ ଜାଣିଲ ନାଇଁ। ଆରେ ମେଡ଼ିକାଲ ଗଲେ ଭଲ ନା ଆଉ, କଥା ବୁଝୁଛ ନାହିଁ। ମେଡ଼ିକାଲ ଯା ଦେଖେଇଦେବା ଟିକେ ସାଙ୍ଗମାନେ, ଦେଖେଇଦେଲେ ବି ଟିକେ ମନଟା ଫ୍ରି ହେଇଯିବ। ଆମେ ଜାଣୁଛେ ଜିନିଷ କିଛି ହେବନି, ହେଲେ ବି ଟିକେ ମନରେ ଟିକେ ଦ୍ୱନ୍ଦ୍ୱ ରହୁଛି ଯେହେତୁ ଫୁଲିଛି ହାତଟା। ତ ସାଙ୍ଗମାନେ ହେଇଥିପାଇଁ ମୁଁ କହୁଛି ମୋ କଥା ଜମା ମାନୁନି, କାଳେ ଇଞ୍ଜେକ୍ସନ୍ ଦେଇଦେବେ ହେଲା। ତମେ ଗଲେ ବି ତ ହେଇଟା କହୁଛ। ଇଞ୍ଜେକ୍ସନ୍ଟା ଭଲ, ବଟିକା ଦିଅନି ଆକୁ ଇଞ୍ଜେକ୍ସନ ଦେଇଦିଅ। ପ୍ରତ୍ୟେକ ଲୋକର ଇଞ୍ଜେକ୍ସନ୍ ନେବାଟା ଭଲ ହେଲା। ଆଉ ଅବଶ୍ୟ ହେଟା ଇଞ୍ଜେକ୍ସନ୍ଟା କହୁଛ। ଭୟ ଲାଗୁଛି, କିନ୍ତୁ ଟାବଲେଟ୍ ଅପେକ୍ଷା ଇଞ୍ଜେକ୍ସନ୍ଟା ଜଲ୍ଦି କାମ କରିବ, ଏଇଟା ଭାବି। ସମସ୍ତଙ୍କୁ ଟାବଲେଟ୍ ନେବା ପାଇଁ ଭଲ ଲାଗେ ହେଲା। ମୋର ଭାଇ କିନ୍ତୁ ଇଞ୍ଜେକ୍ସନ୍ ମତେ ଦେଇଦିଅ, ଇଞ୍ଜେକ୍ସନ୍ 4-6ଟା ହେଲେ କେଞ୍ଚି ଦିଅ ଡୋଣ୍ଟରୀ ହେଲା। କିନ୍ତୁ ଟାବଲେଟ୍ ଖାଇବାଟା ବାନ୍ତି ହେଇଯାଏ, କାହିଁକିନା କେତେବେଳେ ପେଟ ଗରମ ଥିବ କ'ଣ ବାନ୍ତି ହେଇଯାଏ ନା। ଯଦି ଆମର ଟାବଲେଟ୍ ଦେବ ବୋଲେ ଫିଙ୍ଗିଦେବ, ନହେଲେ ଚୁଲିରେ ଜଳେଇ ଦେବ। ଭାଇ ୟାର ଗୋଟେ ନୀତି ହେଲା। ଏମିତି ଚାଲିଛି ଆମ ଫ୍ୟାମିଲି ଆଉ। ଆରେ ଗାଈ ଆସିଲେନି? ସଫା କରିଦେଇଛୁ ତାକୁ ଜାଗା ଗୁଡ଼ା ଶୋଇବା ପାଇଁ। ସକାଳୁ ସଫା କରାଇ ସେ ଏଇନେ ଚର୍ଚରେ ଆସୁଛନ୍ତି ଆଉ। ହଁ ସଦାବେଳେ କିନ୍ତୁ ସଫା କରୁ ହେଲା। ମଣିଷ ଯେମିତି ହେଲେ ଶୋଇବ, ସେମାନେ ଗୁରୁ ମାତା ଅଛି, ପାପ ହବନି ଜାଣିନ। ସେବା କରୁ ମାନେ ସେବା ପାଇବୁ ଭବିଷ୍ୟତରେ। ଆରେ ହସ ନାହିଁ, ଆକ୍ଚୁଆଲି ସାଙ୍ଗମାନେ ଏଇଟା ରିଏଲିଟି ହେଲା। ଯଦି ଆପଣମାନେ କାହାକୁ ଗୋଟେ ସାହାଯ୍ୟ କରୁଥିବେ, ଆପଣ ସାହାଯ୍ୟ ନିହାତି ପାଇବେ ହେଲା। 100% ଏଇଟା ସତ। ସାହାଯ୍ୟ ଦେବେ ମାନେ ସାହାଯ୍ୟ ପାଇବେ, ହୁଏତ ସେଇ ଲୋକଟା ନ ପାଇପାରନ୍ତି କିନ୍ତୁ ଅନ୍ୟ ଲୋକଟା ସାହାଯ୍ୟ ପାଇବେ, ଏଇଟା 100% ସତ୍ୟ ହେଲା। ମୁଁ ଯାହା ଜାଣିବା ସାଙ୍ଗମାନେ, ମୋର ଯାହାକି ମାନେ ଯେତିକି ଏକ୍ସପିରିଏନ୍ସ ଅଛି ମୋର ହେଲା, ମୁଁ ତାକୁ ସେଇଥିପାଇଁ କହୁଛି ସଦାବେଳେ ଗୁରୁ ରଖା ହେଇଛି ମାନେ ଗୁରୁକୁ ଗୁରୁ ଭଳିଆ ରଖ, ଭଲ ଲାଗିବ। ସିଏ ବି ଆମ ଘର ଭାଇ ଜଣେ ଫ୍ୟାମିଲି ସଦସ୍ୟ ଜଣେ ଜାଣିଛ ନାହିଁ, ବୁଝୁଛ ନାହିଁ। ଦେଇନା ଖାଇଲେ ନାଇଁ ଖାଇବା ପାଇଁ। ହଁ ନହେଲେ ଭଲ ଲାଗିବନି ଆମକୁ। କ'ଣ କହୁଛୁ? ମେଡ଼ିକାଲ ଯିବୁନି, ଏମିତି ପୁରା ଟାଇମ୍ ପାସ୍ କରିଦେଲୁ। ହଁ ମୁଁ କୁକୁଡ଼ା କାମୁଡ଼ିଛି ମେଡ଼ିକାଲ ଯିବି। ଯଦି ରାତିରେ କ'ଣ ହେଲୁ ତମର ତାପରେ ଦେଖାହବ। ତାପରେ ଦେଖାହବ, ତୁ ତ ସିଧା ଟୁ ସରଗ, ମୁଁ ତ ମାମୁଁ ଘରୁ ପଳେଇବି। ହଁ ମାମୁଁ ଘର ତମର ତ କେସ୍ କରିବେ। କୁକୁଡ଼ା କାମୁଡ଼ିଦେଲା ଆମେ କେସ୍ କରୁଛି। ନାଇଁ ଭାଇ ଖୁସିରେ କହିଦେଲି ହେଲା, ମୋ ଧର୍ମପତ୍ନୀ ଏମିତି ନ ହଉ। ମୁଁ ଯଦି ଏତିକି ରାଇଥିବି ଏତିକିରେ ଯିବି ନା ଆଉ। ତୁ ସିନା ଏତିକିରେ ଯିବୁ, ମୋ ତ ଜୀବନ ମାଟି ହେଇଯିବ। ମାଟି ହେଇଯାଉଛି। ମନୀଷା ଫୋନ୍ କରିଦେଲା ହେଲା, ଶୁଣ କହୁଛି ମନୀଷା କ'ଣ କହିଲା ନା। କ'ଣ କହିଲା? ମନୀଷା କହିଲା, ମୁଁ କାଲି ଗୋଟେ ଛାଡ଼ିଥିଲି ରାହୁଲ ଏ ଆର୍ମି ଯିବା ବିଷୟରେ, କାଲି ଭିଡ଼ିଓଟା ହେଲା। ଯେଉଁ ଭାଇମାନେ ଦେଖିନାହାନ୍ତି ସେ ଯାଇକି ଭିଡ଼ିଓଟା ଦେଖିପାରିବେ କମ୍ପ୍ଲିଟ୍। ମନୀଷା ଦେଖିଦେଇଛି, ମାମୁଁଘରେ ରହୁଛି, ୟୁଟ୍ୟୁବରେ ଦେଖିଦେଇଛି। ଆଜି ଫୋନ୍ କରି ସକାଳେ କହିଲା ବାପା ମୁଁ ବି ଯିବି ଆର୍ମିରେ ଚାକିରି କରିବି ହେଲା। କହିଲା ନନା ଆସିବ ମୁଁ ଯିବି, ମାନେ ତାର ଗୋଟେ ଦିନଠୁ ଗୋଟେ ମାନେ ଗୋଟେ ମନୋବଳ ହେଲାନି ଆର୍ମି ଚାକିରି କରିବ ହେଲା। ମନୀଷାର ହେଉଛି ତାର ସେ ପ୍ରାୟ ଟାଇମ୍ ବି ଏମିତିରେ ଖୁସିରେ କହିଦିଏ, କିନ୍ତୁ ମୁଁ ଏତେ ରିଆଲିଟି ନିଏନି। ହଁ ଏଇଟା ଛୋଟ ଛୁଆଟା କହିଦେଉଛି, ନନା କହୁଛି ବୋଲି ଝିଅ କହିଦେଉଛି। କିନ୍ତୁ କାଲି ମୁଁ ଜାଣିଲି, କହିଲା ବାପା କିନ୍ତୁ ମୁଁ 100% ଗ୍ୟାରେଣ୍ଟି ଯିବି। ଅଷ୍ଟମ ପଢ଼ିଲି, ଦଶମ କରିଦେବି, +2 କରିଦେବି, ତାପରେ ବେଳକୁ ଚାଲିବି। ତୁମେ ଖାଲି ପଇସା ଦେବ ମୋତେ, ଆଉ ତୁମେ ଯେଉଁ ପଇସା ମୋତେ ଦେଇଥିବ ହେଲା, ମୁଁ ପୁଣି ଚାକିରି କଲା ତ ମୁଁ ପଇସା ସୁଝିଦେବି ଆଉ କ'ଣ। ମାନେ କାଲି ମୁଁ ହସି ଆଜି ହସି ହସି ମୋ ପେଟ ପୀଡ଼ା ହେଇଗଲା ସାଙ୍ଗମାନେ ହେଲା। ଇଏ ବି ଆମର ମାନେ ଏତେ ହସିଲା ମୁଣ୍ଡ ଖରାପ ହେଇଯିବ ଜାଣିଛ ନାହିଁ। ନାଇଁ ମନୀଷାକୁ ଆମର ସାଙ୍ଗମାନେ କହିଛି, ତୁ ପାଠ ପଢ଼ ହେଲା, ପାଠ ପଢ଼, ସବୁ ମୁଁ ବୁଝିବି, କିଛି ଅସୁବିଧା ନାହିଁ। ଯାଇ ହଉ ଚାକିରି ଗୋଟେ କଲେ ବାପା ମାଆ ଗୋଟେ ଏଇଟା ଭାଇ ଗୋଟେ ଖୁସି ଗୋଟେ, କାହିଁକିନା ଗୋଟେ ପିଲା ଚାକିରି କରିଛି, 5 ଜଣ କହିପାରିବେ ତା ବୋଉ ଗୋଟେ କ'ଣ କରୁଛି ବୋଲି, ଯାହେଲେ ତ କିଛି ଗୋଟେ କରିଛି ନା ହେଲା। ଏମିତି ଜିନିଷ ଅଛି। କିନ୍ତୁ ମନୀଷା ଆଜି ହସିଲେ ମାନେ ଆମେ ଯେଉଁ ହସିଲୁ, ମୋ ପେଟ ପୁରା ପୀଡ଼ା ହେଇଗଲା ସାଙ୍ଗମାନେ ଜାଣିଲ ନାହିଁ। ୟା ପରେ ଜାଣିନଥିଲା, ୟାକୁ କହିଲି ହେଲା, ସେ ମୋ ନମ୍ବରକୁ ଫୋନ୍ କରିଥିଲା, ୟା ନମ୍ବରକୁ ଫୋନ୍ କରିନି। ଏମିତି ଯେ କହିଲି, ଇଏ ବି ହସିଲା ଆମର ଜାଣିଛ ନାହିଁ। ମୁଁ ବାପା ଗୁଳି ଫୁଟେଇବି ହେଲା,
ଡିସୁମ୍ 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 ପୁଣି କିନ୍ତୁ କହୁଛି ଡିସୁମ୍ 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 କରି ମାରିଦେଇକି ହେଲା। ନା ସେ ଯିବ, ତାର ଗୋଟେ ଭାରି ଇଚ୍ଛା ହେଲା। ସେ ଆଗରୁ ବି ଥରେ ମୋତେ କହିଥିଲା ହେଲା, ବହୁତ ଥର କହିଥିଲା, ହେଲେ ଏତେ ମୁଁ ଗୁରୁତ୍ୱ ନେଇନଥିଲି ଜାଣିଲେ। କ'ଣ ମୁଣ୍ଡ ଟାଙ୍ଗୁଛି। ସେମାନେ ସନ୍ଧ୍ୟା ହେଇଗଲା, ସନ୍ଧ୍ୟା ହେଲେ ଆମର ପୁରା ଉପରେ ଥଣ୍ଡା ହବ ଦେଉଛି ନା।